ମା ତୁ ସାହା ସେ ଦିନ ଆମେ ଯେତେବେଳେ ବସ୍ତ୍ରୁ ଅବତରଣ କଲୁ ରଣପୁର ବଜାର ଉପରେ, ସମୟ ସେତେବେଳକୁ ପ୍ରାୟ 5:30 ହେବ। ଶୀତୁଆ ସନ୍ଧ୍ୟା ସୂର୍ଯ୍ୟଦେବଙ୍କ ନାଲିଆ କିରଣ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଥାଏ। ରଣପୁର ଥାନା ସାମ୍ନାରେ ଠିଆ ହୋଇ ମୁଁ ସୂର୍ଯ୍ୟଦେବଙ୍କୁ ଲକ୍ଷ୍ୟ କଲି। ସତେ ଅବା ମଣିନାଗ ପାହାଡ଼ ଉପରେ ସିନ୍ଦୁର ଟୋପାଟିଏ କିଏ ଲଗାଇ ଦେଇଛି। ସେହି ସମୟରେ ପ୍ରକୃତିର ବିଚିତ୍ର ଶୋଭା ଦେଖି ମୁଁ ଆତ୍ମହରା ହୋଇପଡ଼ିଲି। ମା ନାଗମଣୀଙ୍କ ମନ୍ଦିରଟିର ଶୁଭ୍ର ରଙ୍ଗ ଲାଲ ସୂର୍ଯ୍ୟକିରଣରେ ବିଚିତ୍ର ଆଭା ପରିଦର୍ଶିତ ହେଉଥିଲା। ମୁଁ ନିଜକୁ ବିଶ୍ୱାସ କରି ପାରୁନଥିଲି ଯେ ମୁଁ କେଉଁଠାରେ ଅଛି। ସତେ ଯେପରି ପ୍ରକୃତି ତା'ର ସୌନ୍ଦର୍ଯ୍ୟକୁ ଉପସ୍ଥାପିତ କରୁଥିଲା ଜନମାନସରେ। ଧୀରେ ଧୀରେ ସୂର୍ଯ୍ୟ ବୁଡ଼ିଗଲେ ନାଗମଣୀ ପାହାଡ଼ର ପଛଦେଶରେ। ନାଗମଣୀ ପାହାଡ଼ ସତେ ଯେପରି ତାଙ୍କ ଶାଢ଼ୀ ବଦଳାଇ କଳା ଶାଢ଼ୀ ପିନ୍ଧି ବିଦ୍ୟମାନ ହେଲେ। ଅପୂର୍ବ ସେ ପ୍ରକୃତିର ଶୋଭା। ଯିଏ ଦେଖିଛି କେବଳ ସେ ବୁଝିଛି। ଅନ୍ଧାରକୁ ଆଲୋକିତ କରି ସହରରେ ଜଳି ଉଠିଲା ଷ୍ଟ୍ରିଟ୍ ଲାଇଟ୍। ସତେ ଯେପରି ହଜିଗଲା ସେ ମଣିନାଗ ପାହାଡ଼। ପରଦିନ ସକାଳେ ଆମେ 4 ଜଣ ବାହାରିଗଲୁ ମଣିନାଗ ପାହାଡ଼ ଆଡ଼େ। କାରଣ ମଣିନାଗ ପାହାଡ଼ର ପାଦଦେଶରେ ଥିବା ଗୋଟିଏ ନୂତନ ନିର୍ମାଣ ଗୃହରେ ଆମେ ରହୁଥିଲୁ। ହଠାତ୍ କାହାକୁ କିଛି ନ କହି ରମାକାନ୍ତ ନାୟକ, ପାଣ୍ଡବ ସାହୁ, ବିପିନ ଆଉ ମୁଁ, ଆମ ଭିତରେ ସମସ୍ତଙ୍କଠାରୁ ବେଶୀ ଉତ୍ସାହିତ ଥିଲା ରମାକାନ୍ତ। ସେ ଚାହୁଁଥିଲା ପାହାଡ଼ ଉପରକୁ ଯାଇ ମା ମଣିନାଗଙ୍କୁ ଦର୍ଶନ କରିବ। ଶୀତୁଆ ସକାଳ ମର୍ଣ୍ଣିଂ ୱାକ୍ କରିବା କଥା। ତେବେ ପାହାଡ଼ ନ ଉଠିବା କାହିଁକି? ପାହାଡ଼ ବିଷୟରେ କାହାର କିଛି ଅଭିଜ୍ଞତା ମଧ୍ୟ ନଥିଲା। କିନ୍ତୁ ସମସ୍ତେ ଜାଣନ୍ତି ତା'ର ଅଭିଜ୍ଞତା ଥିବ। ଅନ୍ୟ ଜଣେ ଜାଣେ ଅନ୍ୟ କାହାର ଅଭିଜ୍ଞତା ଥିବ। ମୁଁ ସେମାନଙ୍କଠାରୁ ବୟସରେ ଖୁବ୍ ବଡ଼। ହେଲେ ମୋର ଅଣ୍ଟା ଖରାପ ଥାଏ। ପାଣ୍ଡବ ସାହୁର ଗୋଟେ ଗୋଡ଼ ମଧ୍ୟ ଖରାପ ଥାଏ। ଆମମାନଙ୍କ ମଧ୍ୟରେ ଟୋକିଡ଼ିଆ ଥାନ୍ତି ବିପିନ ଆଉ ରମାକାନ୍ତ। ପ୍ରଥମେ ଆମେ ତଳ ନାଗମଣୀ ମନ୍ଦିରକୁ ଗଲୁ। ପାହାଡ଼ ତଳେ ମା'ଙ୍କ ଦର୍ଶନ କରି ଭକ୍ତ ଫେରନ୍ତି। ଉପରକୁ ନୂତନ ଭକ୍ତ ମେଳି ହୋଇଯାଆନ୍ତି। ତଳ ନାଗମଣୀ ମନ୍ଦିରଠାରୁ ଉପର ନାଗମଣୀ ମନ୍ଦିର ପ୍ରାୟ 3800 ମିଟର ହେବ, ତାହା ସେଠାରେ ଉଲ୍ଲେଖ ଥିଲା। ଏତେ ବାଟ ଆମେ ଜାଣିଥିଲେ ପାଣ୍ଡବ ଓ ମୁଁ ଆମେ ଦୁହେଁ କେଭେ ସେଠାକୁ ଯାଇ ନଥାନ୍ତୁ। ପ୍ରଥମେ କିଛି ବାଟ ସଫା ହୋଇ ରାସ୍ତା ଯିବା ପାଇଁ ପ୍ରସ୍ତୁତ ହୋଇଛି। ତା ଦେହରେ ଆରାମରେ ଚାଲିଗଲୁ। ତା'ପରେ ଆରମ୍ଭ ହେଲା ପାହାଚ ବାଟ। କେଉଁଠି ଲଟି ଆଡ଼େଇ, କେଉଁଠି ପାହାଡ଼ ଉପରେ ଭରା ଦେଇ ତା ଉପରକୁ ଉଠିବାର ପ୍ରୟାସ କଲୁ। ଯେତେବେଳେ ଯାଉଛୁ ବାଟ ସରୁନି। ଆମ ଆଗରେ ରମା ଓ ବିପିନ 300 ଗଜ ଦୂରରେ ରହି ମଝିରେ କହୁଥାନ୍ତି, ଏଇଠି ମନ୍ଦିର ହେଲା। ସେମାନଙ୍କୁ ଆମ ଦେଖି ପାରୁନଥାଉ। କାରଣ ସେମାନେ ପାହାଡ଼ର 2ଟି ବାଙ୍କ ଉପରେ, ଆମେ ତଳେ। ଏମିତି ଚାଲିଛୁ। ହଠାତ୍ ଚାରିଆଡ଼େ ଅନ୍ଧାର ହୋଇଗଲା। ଆଗକୁ କିଛି ବାଟ ଦେଖା ଯାଇ ଆଉ କିଛି ବାଟ ଦୃଶ୍ୟ ହେଉନି। ସେହି ସମୟରେ ଚାରିଆଡ଼େ ଟପ୍ ଟପ୍ ହୋଇ ପାଣି ପଡ଼ିଲା। ଶୀତ ଦିନର କୁହୁଡ଼ିଟା ମାଡ଼ି ଆସିଲା ପାହାଡ଼ ଉପରେ। ଆମ ଦୁହିଁଙ୍କ ଅଣ୍ଟା ଓ ଗୋଡ଼ ଯୋଗୁଁ ଆମେ ରହି ରହି ଯାଉଥାଉ। ବାଟରେ ପାଣି ପାଉଚର ଖାଲି ଅଂଶ, ପଲିଥିନ୍ ଜରି, ଗୁଟୁଖା ଜରି ପଡ଼ିଥାଏ। ଆମର ସାହସ ମଧ୍ୟ ହୋଇଥାଏ। ୟା ଉପରକୁ ଲୋକ ଯାଉଛନ୍ତି ବୋଲି ଅତି ସାବଧାନରେ ଯିବାକୁ ମଧ୍ୟ ହେଉଥାଏ। କାରଣ ସାମାନ୍ୟ ଅସତର୍କରେ ଜୀବନ ମିଳିବା ଖୁବ୍ କଷ୍ଟକର। କାରଣ ପାହାଡ଼ରେ ବର୍ଷା ସମୟରୁ ପଥରଗୁଡ଼ିକ ଝୁଲି କରି ରହିଥାଏ। ମୁଁ ଦେଖିଲି କେତେ ଚପଲ ମଧ୍ୟ ଛିଣ୍ଡି କରି ପଡ଼ିଥାଏ। ପରେ ତା'ର କାରଣ ମଧ୍ୟ ଜାଣିପାରିଲି। ଯାତ୍ରୀମାନେ ଅବତରଣ ସମୟରେ ଆଗକୁ ଝୁଲି ଚାଲିବାରୁ ଚପଲଗୁଡ଼ିକ ଛିଣ୍ଡି ପଡ଼ିଛି। ଆମେ ସବୁ ଜୋତା ପିନ୍ଧି ଯାତ୍ରା କରୁଥାଉ। ଦେଖିଲି କେତେକ ଭକ୍ତ ଉପରକୁ ଯାଇ ନ ପାରି ବାଟରେ ନଡ଼ିଆ ଫୁଲ, ଅନ୍ୟାନ୍ୟ ଭୋଗ ସାମଗ୍ରୀ ମା'ଙ୍କ ଉଦ୍ଦେଶ୍ୟରେ ସମର୍ପଣ କରି ଚାଲି ଆସନ୍ତି। ଗୋଟେ ଜାଗାରେ ମୋର ଓ ପାଣ୍ଡବର ଠିଆ ହୋଇ ସେଠାରେ ନିଜର କ୍ଳାନ୍ତ ମେଣ୍ଟାଇ ଆଉ ଉପରକୁ ନ ଯିବା ପାଇଁ ସ୍ଥିର କଲୁ। ମା, ଯାହା ହେଉ ତୁମ ଦର୍ଶନ ଆମେ ଅଣ୍ଟା ଓ ଗୋଡ଼ ଭଙ୍ଗା ଲୋକ ହିଁ କରିପାରିବୁ। ତାଙ୍କ ପାଖରେ କଷ୍ଟେ ମଷ୍ଟେ ଯାଇ ପହଞ୍ଚିଲୁ। ହେଲେ ମନ୍ଦିର କାହିଁ? ଆରକେ ଭଣ୍ଡାର ଦୁହେଁ ହସୁଥିଲେ। କହିଲେ,
ଆଉ 2ଟି ବାଙ୍କ ବୁଲିଗଲେ ମନ୍ଦିର। ଏହି କଥା ଶୁଣି ଆମେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲୁ। ରମା ସାଙ୍ଗେ ସାଙ୍ଗେ ତାଙ୍କ ମୋବାଇଲରୁ ଗୀତଟିଏ ଗାଇଦେଲା। ମାତାଙ୍କର ଭଜନ, ଶେରାବାଲିଙ୍କର ଭଜନ, ପୁଣି ନୂତନ ବଡ଼ ସୃଷ୍ଟି ହେଲା ଯିବାକୁ ଆମେ ଚାଲିଲୁ। ଏଥର ବଡ଼ ନେଇ ମୋର ପାଣି ପିଇବାକୁ ମନେ ହେଉଥାଏ। ରମା କହୁଥାନ୍ତି, ଚାଲ ଭାଇ ଉପରେ, ନିଶ୍ଚିନ୍ତ ପାଣି ମିଳିଯିବ। ଶୋଷରେ ତଣ୍ଟି ଶୁଖି ଯାଉଥାଏ, ତଥାପି ଚାଲିଲୁ। 2ଟି ବାଙ୍କ ବୁଲିବା ପରେ ଏଥର ସିଧା ରାସ୍ତା। ପାଖରେ ଛୋଟ ଲଟାଗୁଡ଼ାକ ବଢ଼ି ପାଦ ଚଲା ବାଟକୁ ଅବରୋଧ କରିବାକୁ ଚେଷ୍ଟା କରୁଥାନ୍ତି। ତାକୁ ଆଡ଼େଇ ଆମେ ଆଗକୁ ଆଗକୁ ମାଡ଼ି ଚାଲିଲୁ। ସେହି କୁହୁଡ଼ି ଅନ୍ଧକାରରେ ଉପରେ ଆମେ ପହଞ୍ଚିଗଲୁ। ସେତେବେଳକୁ କୁହୁଡ଼ି ଆଉ ନ ଥାଏ। ସୂର୍ଯ୍ୟଙ୍କ କିରଣ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ୁଥାଏ। ସେହି ପାହାଡ଼ ଉପରେ ମନ୍ଦିର ଚୂଡ଼ାରେ ସୂର୍ଯ୍ୟଙ୍କ ରକ୍ତିମ କିରଣ ପଡ଼ି ସୁନ୍ଦର ଦେଖାଯାଉଥାଏ। ଯାତ୍ରୀ ବିଶ୍ରାମ ପାଇଁ ଲମ୍ବା ଘରଟିଏ। ଡାହାଣ ପାଖ ଉପରକୁ ଗଲେ ମା'ଙ୍କ ମନ୍ଦିର। ଆମେ ଉଠିଗଲୁ ମନ୍ଦିର ଆଡ଼େ। ମନ୍ଦିର ଚୂଡ଼ାରେ ହନୁମାଙ୍କଡ଼ଟିଏ ବସିଛି ନୀରବରେ। ଆମକୁ ଦେଖି ତାର ମଧ୍ୟ କିଛି ପ୍ରତିକ୍ରିୟା ନାହିଁ। ଚପଲ ଖୋଲି ଆମେ ମା'ଙ୍କୁ ଯାଇ ଦର୍ଶନ କଲୁ। ସେଇଠାରେ ମଧ୍ୟ କିଛି ସମୟ ବସି ପଡ଼ିଲୁ। ବିପିନ କହିଲେ, ଏ ମାଙ୍କଡ଼ ହେଉଛି ମା'ଙ୍କର ସୁରକ୍ଷା ପାଇଁ। ରମା କହିଲେ, ମା ତ ସମସ୍ତଙ୍କୁ ସୁରକ୍ଷା ଦେଉଛନ୍ତି, ତାଙ୍କୁ ଏହି ମାଙ୍କଡ଼ଟି କ'ଣ ବା ସୁରକ୍ଷା ଦେବ? ଏ ମାଙ୍କଡ଼ଟି ମା'ଙ୍କର ବାହନ। ଏମିତି ଅନେକ ଆଲୋଚନା ପରେ ଆମେ ଉଠିଲୁ। ପାଣି ମଧ୍ୟ ଉପରେ ନାହିଁ। ବହୁତ ଖାଲି ବୋତଲ ସେଠାରେ ପଡ଼ିଛି। ପାଣି ପାଉଚର ଖାଲି ଜରି ଗୁଡ଼ିଏ ମଧ୍ୟ ଉଭେଇ ଯାଉଥିଲା ମୋ ପାଖରୁ। ବିଶ୍ରାମଗାରର ବାମ ପଟେ ଲେଖାଥିଲା, ମଣି ବାବାଙ୍କ ପାଖକୁ ରାସ୍ତା। ପାହାଚ ମଧ୍ୟ ବାମ ପଟରୁ ତଳକୁ ପଡ଼ିଥିଲା। ପାହାଚ ଶେଷ ପାଖରେ ଆମେ ଆଉ କିଛି ସିନା ଦେଖିଲୁନି। ଦେଖିଲୁ ଗୋଟିଏ ବେଲଗଛର ଲାଲ ରଙ୍ଗର କନା ବନ୍ଧା ଯାଇଛି। ସେଥିରେ ଗୋଟିଏ ପତାକା ମଧ୍ୟ ଲାଗିଛି। ମଣି ବାବା, ତାଙ୍କୁ ହିଁ ଭାବି ପ୍ରଣାମ କଲୁ ଓ ବିପିନ ତ ଏକ ପ୍ରକାର ଦୌଡ଼ି ଦୌଡ଼ି ଓହ୍ଲାଇଲେ। ହେଲେ ଆମେ ସେମିତି ଧୀରେ ଧୀରେ ଅବତରଣ କଲୁ। ଆମେ ଅବତରଣ କରି ଜଣେ ଲୋକଠାରୁ ଯାହା ଶୁଣିଲୁ, ଭୟରେ ଆମ ପାଟିରୁ କଥା ବାହାରିଲାନି। ହେଲେ ସ୍ମୃତି ଆମେ ହୃଦୟରେ ବହନ କରି ଫେରି ଆସିଲୁ ତଳେ ଠିଆ ହୋଇ। ମନ୍ଦିରକୁ ଆମେ ନିଜକୁ ନିଜେ ବିଶ୍ୱାସ କରିପାରୁ ନ ଥିଲୁ ଯେ ଏତେ ବଡ଼ ପାହାଡ଼କୁ ଆମେ ଯାଇ ଫେରି ଆସିଛୁ। କଥା ସରିନି। ସେ ଲୋକଟି ଯାହା କହିଲା ବର୍ଣ୍ଣନା କରୁଛି। ଲୋକଟି କହିଲା, ମଣି ନାଗଙ୍କ ପାଖରେ କେତେକ ତନ୍ତ୍ର ସାଧକ ନରବଳି ଦେଇଥାନ୍ତି। ଥରେ କୁଆଡ଼େ 2 ଜଣ ସାଙ୍ଗ ଯାଇଥିଲେ ମଣି ନାଗଙ୍କ ଦର୍ଶନ କରିବା ପାଇଁ। ସାହସୀ 2 ଯୁବକ, ଦୁହେଁ ଦୁହିଁଙ୍କୁ ବଡ଼ି ଚେହେରା, ଗୋରା ତକ୍ ତକ୍। ସାଙ୍ଗକୁ ବୟସ ସେମାନଙ୍କର ମାତ୍ର 35 ହେବ। ବାହାରୁ କୁଆଡ଼େ ଆସିଥିଲେ ସେମାନେ। ଦିନ 10ଟା ହେବ। ତଳ ମଣି ନାଗଙ୍କ ଦର୍ଶନ ସାରି ଉପରକୁ ଦୁହେଁ ଚଢ଼ିଲେ। ନିଜ ନିଜ ଭିତରେ କଥାବାର୍ତ୍ତା ହୋଇ ଚାଲିଥିଲେ ସେମାନେ। ଆଗ ପଛ ହୋଇ ସେମାନେ ଯାଉଥିଲେ। ଜଣେ ସାମାନ୍ୟ ପଛରେ ଗଲା ଏକ କରିବା ପାଇଁ, ଆଉ ଜଣେ କିଛି ବାଟ ଆଗେଇ ଗଲା। କିଛି ସମୟ ପରେ ପଛ ଯୁବକଟି ଆଉ ଆଗ ଯୁବକର ପତା ବି ପାଇଲା ନାହିଁ। କାହାକୁ କହିବ ତା ନାଁ ଧରି ଅନେକ ଡାକିଲା। ତାର ଡାକ କେବଳ ମଣିନାଗ ପଥର ଦେହରେ ବାଜି ପ୍ରତିଧ୍ୱନିତ ହେଲା, କିନ୍ତୁ ଉତ୍ତର କିଛି ମିଳିଲାନି। ପଛ ଯୁବକ ଜଣକ ଭାବିଲା, କାଳେ ଉପରକୁ ଆଗ ଚଢ଼ି ଯାଇଥିବ ଅନ୍ୟ ଯୁବକ ଜଣକ। ତେଣୁ ଧୀରେ ଧୀରେ ଉପରକୁ ଉଠିଲା ସିଏ। ଜୋରରେ ଯାଉ ଯାଉ ତାକୁ ଏକ ଚିତ୍କାର ଶୁଭିଲା। ଆର ଯୁବକ ଜଣକ ଚିତ୍କାର ନୁହେଁ ତ ଗଁ ଗଁ ଆର୍ତ୍ତନାଦ। ସଚେତନ ହୋଇଗଲା ପଛ ଯୁବକଟା। ଭୟ ହେଲେ ଚୁପଚାପ ବାଟରେ ନ ଯାଇ ଅବାଟରେ ଉପରକୁ ଉଠିଲା। ଧୀରେ ଧୀରେ ଯାଇ ସେ ଯାହା ଦେଖିଲା, ଭୟରେ ତାର ସର୍ବାଙ୍ଗ ହୃଦୟ ଥରି ଉଠିଲା। କାଳେ ତାଙ୍କ ପାଟିରୁ କିଛି ଶବ୍ଦ ବାହାରି ପଡ଼ିବ, ସେଥିପାଇଁ ସେ ତା ନିଜ ହାତରେ ନିଜ ପାଟିକୁ ଚାପି ଧରିଥିଲା। 2 ଜଣ ଦାଢ଼ି ନିଶବାଲା ତାନ୍ତ୍ରିକ 2 ପଟେ। ତାନ୍ତ୍ରିକମାନେ ଯୁବକଟିର ହାତ ଗୋଡ଼ ବାନ୍ଧି ତା ବେକକୁ କାଟି ଦେଇଛନ୍ତି। 2 ଗୋଡ଼ ଉପରକୁ ଟେକି ତାକୁ ଗଛରେ ବାନ୍ଧି ଦେଇଛନ୍ତି। ରକ୍ତ ଯାହା ଝରୁଛି ନୂତନ ଧଳା ବସ୍ତ୍ରରେ ତାହା ଭିଜା ଯାଉଛି। ତା ମଧ୍ୟରୁ ଜଣେ ତନ୍ତ୍ର ସାଧକ ପାଟି କରି ଆଞ୍ଜୁଳା ଆଞ୍ଜୁଳା ରକ୍ତ ନେଇ ମନ୍ତ୍ର ପଢ଼ି
ଚାରିଆଡ଼କୁ ଫୋପାଡ଼ୁଛି। ଆଉ 2 ଜଣ ତାନ୍ତ୍ରିକ ଚାରିଆଡ଼କୁ ଚାହିଁ କିଏ କାଳେ ଆସିବ ନଜର ରଖିଛନ୍ତି। ପଛ ଯୁବକ ଜଣକ ପାହାଡ଼ର ଗୋଟାଏ ପଥର ଖୋଲ ଆଉ ଗଛକୁ ଏମିତି ଛପି ରହିଛି ତାକୁ ଦେଖିବା ବଡ଼ ଅସମ୍ଭବ। ତାଙ୍କ କଥାରୁ ପଛ ଯୁବକ ଜାଣିପାରିଲା ଯେ ସେମାନେ କୁଆଡ଼େ ସେହି ରକ୍ତଭିଜା ବସ୍ତ୍ରକୁ ସଳିତା କରି ବର୍ଷସାରା ତାଙ୍କ ପାଖରେ ଦୀପ ଜାଳିବେ। ତାହା ସହିତ ତନ୍ତ୍ର ସାଧନା କରି ଅନେକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବେ। ଦୁଃଖ ଆଉ ଭୟ ମିଶ୍ରିତ ଅବସ୍ଥାରେ ପଛ ଯୁବକ ତାଙ୍କ ଈଶ୍ୱରଙ୍କୁ ସ୍ମରଣ କରି କେମିତି ଆସିଲା ସେ କଥା ସେ ନିଜେ ମଧ୍ୟ ଜାଣିନି। ତଳମଣି ନାଗ ମନ୍ଦିର ନିକଟରେ ତାକୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାର ସମସ୍ତେ ଦେଖିଲେ। ତାକୁ ସାଷ୍ଟାଙ୍ଗ କରିବା ପରେ ସେ ଲୋକମାନଙ୍କୁ ଏକଥା କହିଲା। ଲୋକମାନେ କୁହାକୁହି ହେଲେ ତେବେ ଏହା ହେଉଛି ମଝିରେ ମଝିରେ ଯାତ୍ରୀମାନଙ୍କ ମଧ୍ୟରୁ କିଏ ନା କିଏ ନିଖୋଜ ହେବାର ପ୍ରକୃତ ଅସଲ କାରଣ। କଥାଟା ଏ କାନରୁ ସେ କାନକୁ ସବୁଆଡ଼େ ଖେଳିଗଲା। ପୋଲିସ ମଧ୍ୟ ଏ ବିଷୟରେ ଜାଣିଲା। ତେଣୁ ସେ ମଧ୍ୟ ଛାନଭିନ୍ କଲା। କିନ୍ତୁ ପୋଲିସ କିଛି ପତା ବି ପାଇଲାନି। ସେହିଦିନୁ ସଂଘବଦ୍ଧ ହୋଇ ମା'ଙ୍କ ଦର୍ଶନ କରିବାକୁ ଯାତ୍ରୀମାନେ ଯାଆନ୍ତି। ଏକୁଟିଆ ଏଠି କେହି କେବେ କୁଆଡ଼େ ମଧ୍ୟ ଯାଆନ୍ତି ନାହିଁ। ଲୋକଟି ଏତିକି କଥାଟି କହିସାରି ନୀରବ ହେଲା। ରମା କିନ୍ତୁ ମନ୍ତବ୍ୟ ଦେଲା, ଏ ଖାଲି କାହାଣୀ ଛଡ଼ା ଆଉ କିଛି ନୁହେଁ। ପ୍ରକୃତରେ ମୁଁ ମଧ୍ୟ କହିଲି, ଜଣେ ମା କେବେ ତା ସନ୍ତାନ ରକ୍ତକୁ ଖାଇବାକୁ ଚାହେଁ ନାହିଁ। କେତେଜଣ ମଣିଷ ମାନସିକ ବିକୃତଗ୍ରସ୍ତ ହୋଇ ମନ୍ତ୍ରଯନ୍ତ୍ର କାପାଳିକ ହୋଇଯାଆନ୍ତି। ନିରୀହ ମଣିଷକୁ ବଳି ଚଢ଼ାଇ କ'ଣ ବା ସେମାନେ ପାଆନ୍ତି? କେବଳ ତାକୁ ଜଣା। କେତେଜଣ ତାନ୍ତ୍ରିକକୁ ପୋଲିସ ଧରି ଆଜୀବନ ଦଣ୍ଡ ଦେଇଛି। ବନ୍ଧୁଗଣ, କାହାଣୀଟି ଯଦି ଭଲ ଲାଗିଲା ଲାଇକ୍ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ନିଶ୍ଚୟ ଦବାଇବେ। ଧନ୍ୟବାଦ।